हेलो फ्रेंड्स, आपणक प्रिय धारावाहिक राजजोग सीरियल आपण मैंने आगामी अध्याय देखा पाइबे जे दियार बापा जाइछंती दियार घर को दिया को कहउछंती अरे माँ दिया तू एबे खुशी तो सांगर साधकियार व्यवस्था एते बड़ बंगलारे कली एबे तू तो बाबा उपरे रागिबुनी ना। एतिकी शुणी दिया कहउछंती एथिरे एते बड़पण कौन अछि मिस्टर साहू, आपण ଏହା କରିଛନ୍ତି ନିଜ ଇଚ୍ଛାରେ କରିଛନ୍ତି ନା ମୁଁ କହିଛି ନା ମୋ ସାଙ୍ଗ ଆପଣଙ୍କୁ କହିଛନ୍ତି। ଆପଣ ଆପଣଙ୍କ ମନର କଥା ମୋ ଉପରେ ଲଦି ଦେବାକୁ କାହିଁକି ଚେଷ୍ଟା କରୁଛନ୍ତି। ଓ ସେତେବେଳେ ତାଙ୍କ ବାପା କହୁଛନ୍ତି ମା ଦିଆ ମୁଁ ଗୋଟେ ବାପର କର୍ତ୍ତବ୍ୟ କରିଛି। ଆଉ ଏତିକି ବେଳେ ଦିଆ କହୁଛନ୍ତି ଆପଣ ଏବେ ବି ମୋ ପାଇଁ ମିଷ୍ଟର ସାହୁ ଆପଣ ମୋ ବାପା ହେଇ ନଥିଲେ କି କେବେ ହେଇ ବି ପାରିବେ ନାହିଁ। ଏମିତି ପଇସା ଦେଇ ଦୟା ଦେଖେଇ ଆପଣ ବାପାର ଅଧିକାର ମାଗୁଛନ୍ତି, ଆପଣଙ୍କୁ ଲାଜ ଲାଗୁନି। ଏତିକି ଶୁଣି ମିଷ୍ଟର ସାହୁ ସମସ୍ତଙ୍କୁ କହୁଛନ୍ତି ଯେ ଆଉ ତମେ ସମସ୍ତେ ଏପରି ଶୁଣି ଦିଆର କଥାରେ ଏକମତ ତାହେଲେ ମୁଁ ବରୁଣ ରଘୁନାଥ ବାବୁ ଆଉ ଆୟାନର ଦରମାକୁ 3 ମାସ ପାଇଁ ଅଟକାଇ ଦେଇଛି। ଆୟାନ ଯଦି ତମେ ଚାହୁଁଛ ଏ ନିଷ୍ପତ୍ତି ମୁଁ ବଦଳାଏ ତେବେ ତମେ ଦିଆକୁ ଯେବେ ବାପା ଡାକିବା ପାଇଁ ବାଧ୍ୟ କର, ନହେଲେ ନିଜ ଦରମା କଥା ଭୁଲିଯାଅ ଓ ଅନ୍ୟମାନଙ୍କ ଦରମା କଥା ବି ଭୁଲିଯାଅ। ଏତିକି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଓ ସେଠାରୁ ମିଷ୍ଟର ସାହୁ ଚାଲିଗଲେ। ଆଉ ସେତିକିବେଳେ ବରୁଣ କହୁଛନ୍ତି ଭାଇ ଭାଉଜ ତମ ହାତରେ ଖାଲି ତମର ଆତ୍ମସମ୍ମାନ ନୁହେଁ ଆମ ପରିବାର ପାଇଁ ବି କିଛି ଦାୟିତ୍ୱ ଅଛି। ଆଉ ପରିବାର ହେଉଛି ସବୁଠୁ ଆଗରେ। ବାବା ଯଦି ଏସବୁ ମୋ ସହ ହୋଇଥାନ୍ତା ନା ତାହେଲେ ସନା କେବେଠୁ ମିଷ୍ଟର ସାହୁଙ୍କୁ ବାପା ଡାକି ସାରନ୍ତେନି। ସେତେବେଳେ ସନା କହୁଛନ୍ତି ବରୁଣଙ୍କର ତ ସେସବୁ କଥା କହିବା ପାଇଁ ପଡ଼ିନଥାନ୍ତା। ଏ ପରିବାର ପାଇଁ ମୁଁ ମୋ ନିଜ ଏସବୁ କରିଦେଇଥାନ୍ତି। ଏତିକି ଶୁଣି ସମସ୍ତେ ସେଠାରୁ ଚାଲି ଯାଉଛନ୍ତି। ଆଉ ଏପଟେ ରୁଚିର ସାଧକିଆକୁ ସମସ୍ତେ ଯାଇଛନ୍ତି। ସେଠାରେ ଦିଆ ରୁଚିକୁ କହୁଛି ରୁଚି ତୁ ଏମିତି କ'ଣ ପାଇଁ କହୁଛୁ, ଆମ ଫ୍ରେଣ୍ଡସିପ୍ରେ କ'ଣ ପ୍ରୋବ୍ଲେମ୍ ହେଲା। ଏତିକି ଶୁଣି ସିଦ୍ କହୁଛନ୍ତି ଏମିତି ସବୁ କଥା ଶୁଣିକି ତମେ ଦିଆ ଭାଉଜଙ୍କ ମନରେ କେତେ କଷ୍ଟ ଦେଉଛ। ଆଉ ସେତେବେଳେ ରୁଚି କହୁଛନ୍ତି ସିଏ ମୋ ସାଙ୍ଗ ଥିଲା ଏବେ ବି ବଦଳି ଯାଇଛି। ସେ ଯେଉଁଠି ବି ଯାଉଛି ତା ସାଙ୍ଗରେ ଦୁର୍ଭାଗ୍ୟ ଚାଲି ଚାଲି ଯାଉଛି। ଡକ୍ଟର କହିଛନ୍ତି 3 ସପ୍ତାହ ଆଗରୁ ମୋ ଛୁଆ ପେଟ ଭିତରେ ଗୋଇଠା ମାରିବା ଅନୁଭବ କରିବ ବୋଲି, ହେଲେ ସେମିତି କିଛି ଏବେ ବି ହେଲାନି। ମୁଁ ମୋ ଛୁଆ ପାଇଁ ଆଉ କିଛି ବି ଅଶୁଭ ହେବାକୁ ଦେବିନି। ସତରେ କ'ଣ ଦିଆ ଅଶୁଭ ଆଉ ଦିଆ ପାଇଁ ତା ଛୁଆ ପେଟରେ ଗୋଇଠା ମାରିଲାଣି। ଆଗକୁ ଜାଣିବା ପାଇଁ ମୋ ଚ୍ୟାନେଲଟିକୁ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।